हेलो स्टूडेंट्स वेलकम बैक टू ओम प्रकाश एजुकेशन। तो देख पिला माने आज डिस्कशन करिया अष्टम श्रेणी तुम जो नुआ साहित्य बही से नुआ साहित्य बहीर पिला माने आस उत्कलीय कविताटी मु डिस्कसन करी तार अभ्यास प्रश्न उत्तर ये अपलोड कर देछि। तमे यदि जाइन मो वीडियो जाइकी सब्सक्राइब करिकी वीडियो को देखिदव। चलंतु आज डिस्कसन करिया कोन जेउ देश रे गंगा बहे रिटर्न बाय किए लिखिसेंती हमर कवि विपिन बिहारी राउत। विपिन बिहारी राउतଙ୍କ विषय आमे आज तांकर जो रचित पद्य बा रचित जो कविता जेउ देश रे गंगा बहे विषय पढ़िबा। पिला माने वीडियो टी बहुत भल होबाकू जाउची। जेउ माने पिला माने चैनल को सब्सक्राइब करिनो टिके चैनल को सपोर्ट करिकी टिके सब्सक्राइब कर दियो। सब्सक्राइब करबा द्वारा सबु अष्टम श्रेणी रो पुराना बही आउ किछि एथरक नुआ बही एनईपी अनुसार न्यू एजुकेशन पॉलिसी बा नेशनल जातीय शिक्षा नीति 2020 ठू लागू हेलानी कि 2026 लागू होबार विलंब होईची। संपूर्ण नुआ बही प्रथम ठू अष्टम जाए संपूर्ण चेंज होईची। संपूर्ण नुआ बहीर क्लियर कट बुझा हवा सहित क्वेश्चन आंसर एथरे अपलोड हबो। तेणु करी पिला माने सब्सक्राइब कर दियो। वीडियो टी को पिला माने लाइक कर दियो, सांग मानक सहित शेयर कर दियो। सांग मानक सहित शेयर कर दियो। पिला माने थैंक यू। चलंतु डिस्कशन करिबा। देखो पद्यटी को आवृत्ति करिबा तापरे क्लियर कट संपूर्ण भाबरे बुझाइबा। जेउ देश रे गंगा बहे जेउ देश रे गंगा बहे जुग जुगर काहानी कहे। सेई देश मो जन्म भूई सेई माटी मो मा। मु ताहारी लागी पराण देवी रखिबी तार ना। मु ताहारी लागी पराण देवी रखिबी तार ना। हिमगिरिजा मुकुट सोहे जमुना गला माଳ। सागर धुए चरण जार उर्मी कଳ कଳ। जेउ माटी को परसी जाए मलय शीत बा। मु ताहारी लागी पराण देवी रखिबी तार ना। मु ताहारी लागी पराण देवी रखिबी तार ना। कोଳରେ जार जन्म नेले कुंती सती तारा। सीता अहल्या दुर्गावती लक्ष्मी बाई मीरा। धरणी बुके देखाई गले सरणी नुआ नुआ। मु ताहारी लागी पराण देवी रखिबी तार ना। मु ताहारी लागी पराण देवी रखिबी तार ना। झरिला जही बाल्मीकिर कण्ठु राम गाथा। कालिदासर मेघदूत कबीर नीति कथा। रवीन्द्रर संगीतरे दुनिया करे आहा। मु ताहारी लागी पराण देवी रखिबी तार ना। मु ताहारी लागी पराण देवी रखिबी तार ना। ଯାହାର ଧୂଳି ବାଜିଲେ ଦେହେ ଉଲୁସି ଉଠେ ପ୍ରାଣ। ଜାତି ଜାତିକା କୁସୁମ ଫୁଟେ ଛୁଟେ କୋକିଳ ସ୍ୱନ। ଜାତି ଜାତିକା କୁସୁମ ଫୁଟେ ଛୁଟେ କୋକିଳ ସ୍ୱନ। ଶ୍ୟାମଳ ତରୁ ଗହଳ ଲତା କୁଞ୍ଜ ବନ ଛାୟା। ମୁ ତାହାରି ଲାଗି ପରାଣ ଦେବି ରଖିବି ତାର ନା। ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନା। ପବନ ଯାର ଶୈଳ ଉମା ପତିର ମନ ମୋହେ। ପାବନ ଯାର ଶୈଳ ଉମା ପତିର ମନ ମୋହେ। ପାବନା ଯାର ଯମୁନା ତୀରେ କୃଷ୍ଣ ବଂଶୀ ବାଏ। ପାବନ ଯାର ଯମୁନା ତୀରେ କୃଷ୍ଣ ବଂଶୀ ବାଏ। ପାବନ ଯାର କୁରୁକ୍ଷେତ୍ରେ ନାରାୟଣ ସାହା। ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନା। ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନା। ପିଲାମାନେ ବଢିଆ ଗୀତଟିଏ। ଏଟା ଆଗରୁ କୋଉଠି ଥିଲା? ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛୋଟ ଛୋଟ କୁନି କୁନି ପିଲାମାନଙ୍କର ବହି। ପିଲାମାନେ ସେମାନେ ଏଇ ଦେଶାତ୍ମକ ବିଦ୍ରୋହ ଗୀତ ଲେଖୁଥିଲେ। ଏଥରକ ତମର ବହିରେ ଆଡ ହେଇଛି। ତ ଚାଲନ୍ତୁ କ୍ଲିୟର କଟ ବୁଝିବା ଉଇଥି ଦେଖିବା। ପ୍ରଥମେ ଦେଇ କଣ ଦେଇଛି? ଯେଉଁ ଦେଶରେ ଗଙ୍ଗା ବହେ ଯୁଗ ଯୁଗର କାହାଣୀ କହେ। ପିଲାମାନେ ଭାରତର ପବିତ୍ର ନଦୀ କଣ? ଗଙ୍ଗା ନଦୀ। ଗଙ୍ଗା ନଦୀ ହଉଛି ପବିତ୍ର ନଦୀ। କୋଉଠି ବହି ଯାଇଛି? ଭାରତର ସବୁଠୁ ବୃହତ୍ତମ ନଦୀ ବା ବଡ ନଦୀ କୋଉଠି ବହି ଯାଇଛି? ଆମ ଇଣ୍ଡିଆରେ ବା ଆମ ଭାରତରେ ବହି ଯାଇଛି। ଯୁଗ ଯୁଗର କାହାଣୀ କହେ। ସେଇ ଗଙ୍ଗା ନଦୀ ଯୁଗ ଯୁଗର କାହାଣୀ କହିଥାଏ। ଗଙ୍ଗା ନଦୀକୁ ସବୁଠାରୁ ପବିତ୍ର ନଦୀ ବୋଲି ମନାଯାଇଛି। ତେଣୁକରି ଯାହାର ଗଙ୍ଗା ଜଳ ସିଞ୍ଚନ ହେଇକି ଆମେ ପବିତ୍ର ହଉଛେ।
ସେହି ଦେଶରେ ଜନ୍ମ ମୋର, ସେହି ମାଟି ମୋ ମା। ଯେଉଁ ଦେଶରେ ଗଙ୍ଗା ବହି ଯାଉଛି, ଯେଉଁ ଦେଶ ଯୁଗ ଯୁଗର କାହାଣୀ କହିଯାଉଛି, ସେହି ଦେଶ ହିଁ ମୋର ଜନ୍ମଭୂମି, ସେହି ମାଟି ହିଁ ମୋର ମା। ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। ମୁଁ ତାହାରି ପାଇଁ, ସେହି ଦେଶ ପାଇଁ ମୁଁ ପ୍ରାଣ ଦେଇଦେବି। ମୋ ପ୍ରାଣ ତ୍ୟାଗ ହେଲେ ମଧ୍ୟ ମୁଁ ଡରିବି ନାହିଁ, ସେଇ ପାଇଁ ପ୍ରାଣ ଦେବି ଏବଂ ଦେଶର ନାଁ, ଦେଶର ନାମ ଉଜ୍ଜଳ କରିବି, ଦେଶର ନାମକୁ ଟେକ ରଖିବି। ବୁଝିପାରିଲେ ନା ବୁଝିପାରିଲନି? ଯେଉଁ ଦେଶରେ ଗଙ୍ଗା ବହି ଯାଇଛି, ଯୁଗ ଯୁଗର କାହାଣୀ କହୁଛି ଏବଂ ଯେଉଁ ଦେଶ, ସେହି ଦେଶ ହଉଛି ମୋର ଜନ୍ମଭୂମି, ସେହି ଦେଶ ହଉଛି, ସେହି ମାଟି ହଉଛି ମୋର ମା। ମୁଁ ତାହାରି ଲାଗି ମୋ ପ୍ରାଣ ଉତ୍ସର୍ଗ କରିବାକୁ ମଧ୍ୟ ପଛଘୁଞ୍ଚା ଦେବି ନାହିଁ, ତାହାରି ନାମ ରଖିବି। ତାପରେ କଣ ଦିଆହେଇଛି? ହିମଗିରିଜା ମୁକୁଟ ଶୋହେ, ଯମୁନା ଗଳା ମାଳ। ହିମଗିରିଜାର ମୁକୁଟ ଶୋହେ, ଯେଉଁ ଦେଶର, ଯେଉଁ ରଜାର ମୁକୁଟରେ ହିମଗିରି ଶୋହେ। ହିମଗିରି ମାନେ କଣ? ତାର ମୁଣ୍ଡରେ ହିମଗିରି ମୁକୁଟ ସଦୃଶ୍ୟ ଶୋଭା ପାଏ। ମୁକୁଟ ସଦୃଶ୍ୟ ମାନେ ରାଜାଙ୍କର ମସ୍ତକରେ ଯେପରି ମୁକୁଟ ସଦୃଶ୍ୟ ଆମର ଶୋଭା ପାଏ, ମୁକୁଟ ସୁବର୍ଣ୍ଣ ମୁକୁଟ, ସେହିପରି କଣ ହିମଗିରି ପାହାଡ, ହିମାଳୟ ପର୍ବତ ବା ହିମଗିରି ଯାହାର ମୁକୁଟରେ ଶୋଭା ପାଏ ଏବଂ ଗଳାମାଳ, ଯେମିତି ରାଜାଙ୍କର ରତ୍ନ, ରାଜାଙ୍କର ବେକରେ ରତ୍ନର ଗଳାର ମାଳ ଶୋଭା ପାଏ, ସେହିପରି ଆମ ଦେଶର ଗଳାରେ କଣ ଶୋଭା ପାଏ? ଯମୁନା ଗଳା ମାଳ, ସେଇ ଯମୁନା ନଦୀ, ସେ ଯମୁନା ନଦୀ ଆମ ଦେଶର ଗଳା ମାଳ ରୂପେ ଶୋଭା ପାଏ। ସାଗର ଧୁଏ ଚରଣେ ଯାର, ଉର୍ମି କଳ କଳ। ଏବଂ ଯାହାର ଚରଣ, ଯାହାର ପାଦ, ଯାହାର ପାଦକୁ ଆମର କିଏ ଧୁଏ? ଲହରୀ ଧୁଏ। ସାଗର, ସମୁଦ୍ରର ଯୋଉ ଉର୍ମି, ସମୁଦ୍ରର ଲହରୀକୁ ଆମେ କଣ କହିବା? ଉର୍ମି କହିବା। ସାଗର ଧୁଏ ଚରଣ ଯାର, ଯାହାର ପାଦକୁ ସମୁଦ୍ରର ଉର୍ମି, ସମୁଦ୍ରର ଲହରୀ ଧୌତ କରିଥାଏ ବା ଧୋଇଥାଏ। ବୁଝିପାରିଲେ ନା ବୁଝିପାରିଲେନି? ହିମଗିରି ଯାର ମୁକୁଟ ଶୋଭା ପାଏ, ଦେଶର ମୁକୁଟରେ କଣ ଶୋଭା ପାଏ? ହିମଗିରି ଦେଶର ମୁକୁଟରେ ଶୋଭା ପାଏ ଏବଂ ତାଙ୍କର ଗଳାମାଳରେ ଯମୁନା ଶୋଭା ପାଏ। ସାଗର ତାର ଚରଣୀ ଧୁଏ, ସାଗରର ଉର୍ମି ବା ସାଗରର ଲହରୀ ଆମ ଦେଶର ପାଦ ବା ଚରଣକୁ ଧୋଇଥାଏ। ଯେଉଁ ଦେଶରେ, ଯେଉଁ ମାଟିକୁ ପରଶି ଯାଏ ମଳୟ ଶୀତ ବା, ଏବଂ ଯେଉଁ ମାଟିକୁ ସ୍ପର୍ଶ କରେ କଣ? ମଳୟ ଶୀତ ବା, ସେଇ ଶୀତ ଦିନର ମଳୟ ପବନ, ସେଇ ଆନନ୍ଦଦାୟକ ପବନ ଯେଉଁ ମାଟିକୁ ସ୍ପର୍ଶ କରେ, ମୁଁ ତାହାରି ଲାଗି ପରାଣ ଦେବି, ସେଇ ମାଟି ମୋ ମା। ସେଇ ସାହା ହଉଛି ମୋର ଦେଶ, ମୁଁ ତାହା ଲାଗି ପରାଣ ବା ପ୍ରାଣ ଉତ୍ସର୍ଗୀକୃତ କରିବି। କୋଳରେ ଯାହାର ଜନମ ନେଲେ, କୁନ୍ତି ସତୀ ତାରା। ଯେଉଁ ଦେଶରେ, ଯେଉଁ ଜନନୀ କୋଳରେ କିଏ କିଏ ଜନ୍ମ ଗ୍ରହଣ କରିଥିଲେ? କୁନ୍ତି, ସତୀ ଆଉ ତାରା। ସୀତା, ଅହଲ୍ୟା, ଦୁର୍ଗାବତୀ, ପୁଣି ଲକ୍ଷ୍ମୀ, ପୁଣି ଲକ୍ଷ୍ମୀବାଇ, ପୁଣି ମୀରା। ଧରଣୀ ବୁକେ ଦେଖାଇ ଗଲେ ସରଣୀ ନୂଆ ନୂଆ। ସେଇ ଧରଣୀ ବୁକେ, ସେଇ ପୃଥିବୀର ଛାତିରେ ସେ ନୂଆ ନୂଆ ତାଙ୍କର ସରଣୀ ବା ତାଙ୍କର ଉତ୍ସର୍ଗୀକୃତ ଭାବନା ସେ ଦେଖାଇଥିଲେ। ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। ମୁଁ ସେହି ଦେଶ ପାଇଁ ମୋ ଜୀବନକୁ ଉତ୍ସର୍ଗୀକୃତ କରିବି। ଝରିଲା ଯହିଁ ବାଲ୍ମୀକିର କଣ୍ଠୁ ରାମ ଗାଥା। ଯେଉଁ ଦେଶରେ, ଯେଉଁ ପବିତ୍ର ଭାରତରେ ଝରିଲା ଯହିଁ ବାଲ୍ମୀକିର କଣ୍ଠୁ ରାମ ଗାଥା। ବାଲ୍ମୀକି ଯିଏକି ପୂର୍ବରୁ କିଏ ଦସ୍ୟୁ ରତ୍ନାକର ଭାବେ ପରିଚିତ ଥିଲେ, ସେ ବିରାଟ ବଡ ଦସ୍ୟୁରୁ ବାଲ୍ମୀକିରେ ପରିଣତ ହେଇଯାଇଥିଲେ। ତାଙ୍କ ଚୋର ମନୋବୃତ୍ତି ଛାଡିକି, ତାଙ୍କ ହଣା କଟା ମାରାମାରି ଛାଡିକି ସେ କଣ ହେଇଥିଲେ? ଦସ୍ୟୁ ରତ୍ନାକରୁ ବାଲ୍ମୀକିରେ ପରିଣତ ହେଇଯାଇଥିଲେ। ମରା ମରା କହିପାରୁନଥିଲେ, ରାମ ରାମ କହିପାରୁନଥିଲେ, ମରା 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 କହି କହି ରାମ ରାମ ହେଠୁ କହିଲେ। ଝରିଲା ଯହିଁ ବାଲ୍ମୀକିର କଣ୍ଠୁ ରାମାୟଣ ଗାଥା, ସେଇ ତାଙ୍କ ରଚିତ ରାମାୟଣ, ଯୋଉଟା କି ସର୍ବଭାରତୀୟ, ସବୁ ଭାରତୀୟ ମାନେ ଜାଣିଛନ୍ତି। କାଳିଦାସର ମେଘଦୂତ, କବିର ନୀତି ଗାଥା। ଏବଂ କାଳିଦାସର ଆମର କଣ? କାଳିଦାସ ରଚିଥିଲେ କଣ? ମେଘଦୂତମ। ତାଙ୍କର ଯୋଉ ମେଘଦୂତମ, ଶକୁନ୍ତଳା, ମେଘଦୂତ କବିତା, କାଳିଦାସଙ୍କର ମେଘଦୂତ। ସେ ଯୋଉ ମେଘଦୂତ ଲେଖିଥିଲେ ସଂସ୍କୃତରେ, କାଳିଦାସ। କାଳିଦାସ ବି ଥିଲେ ମୂର୍ଖ, କାଳିଦାସ ଥିଲେ ମୂର୍ଖ। ସେ ମୂର୍ଖରୁ ଧୀରେ ଧୀରେ କଣ ହେଇଥିଲେ? ପଣ୍ଡିତ ହେଇଯାଇଥିଲେ। କାଳିଦାସ ଯେଉଁ ଗଛରେ ବସୁଥିଲେ, ସେଇ ଦେଶକୁ, ଯେଉଁ ଗଛରେ ବସିବେ, ସେଉ ଗଛର ଡାଳ, ସେଇ ଗଛର ଡାଳରେ ବସିକି ସେଇ ଡାଳକୁ ହାଣି ଯାଉଥିଲେ ଏବଂ ସେ ତଳେ ପଡୁଥିଲେ। ସେ ମହାନ ଗଜମୂର୍ଖ ବା ମୂର୍ଖ ଥିଲେ, କିନ୍ତୁ ମାତା ସରସ୍ୱତୀଙ୍କର କୃପାରୁ ସେ ମଧ୍ୟ ଭାରତରେ ଜନ୍ମ ଗ୍ରହଣ କରିଥିଲେ। ମାତା ସରସ୍ୱତୀଙ୍କ କୃପାରୁ ସେ କାଳିଦାସରେ ଧୀରେ ଧୀରେ ପରିଣତ ହେଇଗଲେ। ବୁଝିପାରିଲେ ନା ବୁଝିପାରିଲନି? ମାନେ ବାଲ୍ମୀକି ଆଉ କାଳିଦାସ କିପରି ଚେଞ୍ଜ ହେଇଥିଲେ ସେଇ ଭାରତ ଦେଶରେ। ଏବଂ କଣ? ରବୀନ୍ଦ୍ରର ସଙ୍ଗୀତରେ ଦୁନିଆ କରେ ଆହା। ରବୀନ୍ଦ୍ର, ଯୋଉ ରବୀନ୍ଦ୍ରନାଥ ଠାକୁର ଯୋଉ ସଙ୍ଗୀତ ଲେଖିଥିଲେ, ଜନଗଣ ମନ ଅଧିନାୟକ ଜୟ ହେ, ଯୋଉଟା ଜାତୀୟ ସଙ୍ଗୀତ ରୂପେ ପରିଚିତ।
ସେ ଜାତୀୟ ସଙ୍ଗୀତରେ ଦୁନିଆ କରେ ଆହା ସେ କଣ ପାଇଥିଲେ ନୋବେଲ ପୁରସ୍କାର ପାଇଥିଲେ ଏବଂ ଦୁନିଆ ତାଙ୍କର ସଙ୍ଗୀତ ଭଲ ଭଲ ସଙ୍ଗୀତ ସେ ରଚନା କରିଥିଲେ। ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ। କବି ଏଠି ତିନି ଜଣଙ୍କର ନାଁ ଉଲ୍ଲେଖ କଲେ ରବୀନ୍ଦ୍ରନାଥ ଠାକୁର କାଳିଦାସ ଏବଂ କଣ ବାଲ୍ମୀକି। ଯାହାର ଧୂଳି ବାଜିଲେ ଦେହେ ଉଲୁସି ଉଠେ ପ୍ରାଣ। ଯେଉଁ ଦେଶର ଧୂଳି ଯେଉଁ ଦେଶର ମାଟି ଆମ ଦେହରେ ବାଜିଲେ ପ୍ରାଣ ଉଲୁସି ଉଠେ ଆମ ଚର୍ମ ରୋମ ମୂଳ ଟାଙ୍କୁରି ଉଠେ। ଜାତି ଜାତିକା କୁସୁମ ଫୁଟେ ଛୁଟେ କୋକିଳ ସ୍ୱନ। ଜାତି ଜାତିକା କୁସୁମ ଫୁଟେ ବିଭିନ୍ନ ଜାତିର କୁସୁମ ବା ବିଭିନ୍ନ ଜାତିର ଫୁଲ ଫୁଟେ ଏବଂ ଛୁଟେ କୋକିଳ ସ୍ୱନ। କୋକିଳର ଶବ୍ଦ ସେଇ କୋଇଲିର ଶବ୍ଦ ଆମର ଶୁଭେ। ଶ୍ୟାମଳ ତରୁ ଗହଳ ଲତା କୁଞ୍ଜ ବନ ଛାୟା। ଶ୍ୟାମଳ ତରୁ ଶ୍ୟାମଳ ମାନେ କଣ ସବୁଜ ବା ସବୁଜିବା ତରୁ ମାନେ କଣ ବୃକ୍ଷ ବା ଗଛ ଗହଳ ମାନେ କଣ ଗହଳି ହେଇକି ଥବ ଲତା ଲତା ମାନେ କଣ ଯୋଉ ଲତା କୁଞ୍ଜ ବନ ଛାୟା ଶ୍ୟାମଳ ତରୁ ସେଇ ସବୁଜ ବୃକ୍ଷର ଲହରୀ ସେଇ ସବୁଜ ବୃକ୍ଷର ଗହଳ ଲତା। ମୁଁ ତାହାରି ଲାଗି ପରାଣ ଦେବି ଯେଉଁ ଦେଶରେ ସବୁଜ ବୃକ୍ଷ ସବୁଜ ବୃକ୍ଷର କୁଞ୍ଜବନ ଛାୟା ପ୍ରଦାନ କରେ ସବୁଜ ବୃକ୍ଷର ସେଇ ଗହଳ ଲତା କୁଞ୍ଜ ବନରେ ଛାୟା ପ୍ରଦାନ କରେ ମୁଁ ତାହାରି ଲାଗି ପ୍ରଣାମ ଦେବି ସେଇ ଦେଶରେ ଅଛି ପାବନ ଯାର ଶୈଳ ଉମା ପତିର ମନ ମୋହେ। ପାବନ ପାବନ ଯାର ଶୈଳ ଉମା ପତିର ମନ ମୋହେ। ପାବନ ଯାର ଯମୁନା ତୀରେ କୃଷ୍ଣ ବଂଶୀ ବାଏ। ପାବନ ଯାର କୁରୁକ୍ଷେତ୍ରେ ନାରାୟଣ ସାହା। ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ। ଯେଉଁ ଦେଶରେ ପାପ ଶୈଳ ଉମା ପତିର ମନ ମୋହେ। ପାପୀ ଲୋକଟେ ବି ପାପକୁ ହରଣ କରିବା ପାଇଁ ଶୈଳ ଉମାପତିର ମନ ମୋହିଥାଏ ଏବଂ ଯମୁନା ତୀରରେ କୃଷ୍ଣ ବଂଶୀ ବାଦନ କରିଥାଏ ଏବଂ କୁରୁକ୍ଷେତ୍ରରେ ନାରାୟଣ ସାହା ବୋଲି କବି ବର୍ଣ୍ଣନା କରିଛନ୍ତି। ମୁଁ ତାହାରି ଲାଗି ପରାଣ ଦେବି ରଖିବି ତାର ନାଁ। ପିଲାମାନେ ସବୁ କ୍ଲିୟର କଟ ବୁଝିପାରିଲ। ତାପରେ ଦେଖିବା ଆମେ କଣ ଅଭ୍ୟାସ ପିଲାମାନେ ଏଥିରେ ବେଶୀ ନାହିଁ ଏଇ ଗୋଟିଏ ଭିଡିଓରେ ସବୁ କ୍ଲିୟର କଟ ସରିଆ ବୁଝିବା। ତୁମେ ଆସ ଉତ୍କଳୀୟ ଯେଉଁ ଦେଶରେ ଗଙ୍ଗା ବହି ଦୁଇଟି କବିତାକୁ ଆବୃତ୍ତି କଲ। ଏହିଭଳି ଦେଶାତ୍ମକ ବୋଧକ କବିତା ପାଠଗାର ବା ତମ ଲାଇବ୍ରେରୀ ଆଉ ଇଣ୍ଟରନେଟରୁ ଖୋଜି ଆବୃତ୍ତି କର ସାଙ୍ଗମାନଙ୍କ ସହିତ ଆଲୋଚନା କର। ପିଲାମାନେ ଏତେ ବଢିଆ ବଢିଆ ବହୁତ ଦେଶାତ୍ମକ ବୋଧକ କବିତା ଅଛି। ତାପରେ ଅନୁସନ୍ଧାନ କରିବା ପିଲାମାନେ ତମ ପାଇଁ କମ୍ପ୍ୟୁଟର ଏବେ ଆଉ ଏଆଇ ଯୁଗ ହେଲାଣି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗ ହେଲାଣି। ସେଟା ଅନୁସନ୍ଧାନ କରିବା ପାଇଁ ସର୍ଚ୍ଚ କରିବା ପାଇଁ ତମକୁ କଣ ଦିଆଯାଇଛି ସାରେ ଜହାଁ ସେ ଆଚ୍ଛା ଗୀତ। ତାପରେ କଣ ଦିବାନୋମୋ କି ହାସ୍ତି ଝାନ୍ସୀ କି ରାଣୀ। ୟୁଟ୍ୟୁବ ରେ ତମେ ସର୍ଚ୍ଚ କରିବ ବୋଲି ସେ ଡାଇରେକ୍ଟ ଲିଙ୍କ ତମକୁ ଦେଇଛି www.youtube.com। ତମମାନେ ସର୍ଚ୍ଚ କରିପାରିବ ସାରେ ଜହାଁ ସେ ଆଚ୍ଛା ଗୀତଟି ବଢିଆ ଭାବରେ ଶୁଣିଥବ। ସାରେ ଜହାଁ ସେ ଆଚ୍ଛା ହିନ୍ଦୁସ୍ତାଁ ହମାରା ହମାରା ସାରେ ଜହାଁ ସେ ଆଚ୍ଛା। ପିଲାମାନେ ତାପରେ ଆମେ ନେକ୍ସଟ ବିଷୟଟି ପଢିବା ଆମ ଲେଖା ଆମ ଚିତ୍ର। ପିଲାମାନେ ଏଥିରେ ତମ ପାଇଁ କିଛି ଦିଆଯାଇନି। ତାପରେ ବିହଙ୍ଗ ବିପ୍ଳବ ନେକ୍ସଟରେ ଆମେ ଡିସକସନ କରିବା। ପିଲାମାନେ ଭିଡିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ରୂପରେ କହିବ ଏବଂ ତମର ଯାହା ଡାଉଟ ୟା ପରେ କୋଉ ବିଷୟ ଡିସକସନ କରିବା ତମେ ମାନେ ଆଣିବ। ପିଲାମାନେ ପାବନର ଅର୍ଥ କଣ ପିଲାମାନେ ମତେ କମେଣ୍ଟ କର। ପାବନର ଅର୍ଥ ପତିତ ପାବନ ବାନା ଆଉ କେତେ ବେଳକୁ। ଜୟ ଶ୍ରୀରାମ। ପିଲାମାନେ ଆଶା କରୁଛି ଭିଡିଓଟି ବୁଝି ପାରିଥିବ। ସମସ୍ତଙ୍କୁ ଥ୍ୟାଙ୍କ ୟୁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ। ଦେଖାହବା ପରବର୍ତ୍ତୀ ଭିଡିଓରେ ସେ ପର୍ଯ୍ୟନ୍ତ ରହିଲି ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖିଥାଅ। ପାଠ ଟିକେ ପଢ ବୁଝିପାରିଲ ନା ବୁଝିପାରିଲନି ଧନ୍ୟବାଦ।